हेलो एंड वेलकम आमे आलोचना करथिले क्लासरूम रे विभिन्न प्रकार कौशल विषय रे हम इफेक्टिव टीचर भाव रे कार्य करिया पई क्लासरूम रो जो सब स्किल दरकार प्रथमे आमे आलोचना करथिले जे किपरि भाबे प्रश्नटी को कौशल सहित पचारि परिबा को जगह रे पचारिबा पिला केमति पचारिबा ताको उत्साहित करिबा तापर आमे पढिथिले जे वाचनिक अणवाचनिक भाव विनिमय केमति आमे इफेक्टिवली यूज करबा तापर आमे पुनर्वर्ण पाखु आसीबा पुनर्वर्ण संपर्क रे ଆମର ଅପରେଣ୍ଟ କଣ୍ଡିସନିଂ ରେ ବିଏଫ ସ୍କିନର ଅନୁବନ୍ଧିତ ଅନୁକ୍ରିୟା ଯାହା କୁହାଯାଏ ଅପରେଣ୍ଟ କଣ୍ଡିସନିଂ ଏହି ତତ୍ତ୍ୱରେ ପୁନର୍ବର୍ଣ୍ଣ ସମ୍ପର୍କରେ ବ୍ୟାଖ୍ୟା କରାଯାଇଛି ବିଏଫ ସ୍କିନର ଏଇଟା ଇମ୍ପୋର୍ଟାଣ୍ଟ ଫ୍ୟାକ୍ଟ ହେଇପାରେ ଏକ୍ସାମ ପର୍ସପେକ୍ଟିଭରେ ତ ବିଏଫ ସ୍କିନର ଆମକୁ ଅନୁବନ୍ଧିତ ଅନୁକ୍ରିୟା ବା ଅପରେଣ୍ଟ କଣ୍ଡିସନିଂ ତତ୍ତ୍ୱରେ ପୁନର୍ବର୍ଣ୍ଣ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ ତ ପୁନର୍ବର୍ଣ୍ଣ ବେସିକାଲି ହଉଛି କଣ ନା ପିଲାର କିଛି ବ୍ୟବହାର ଆମେ ଭାବୁଛେ ଏଇଟା ପଜିଟିଭ ବ୍ୟବହାର ସେଟା ସେ ରିପିଟ କରୁ ବୋଲି ଆମେ ଚାହୁଁ ଏବଂ ପିଲାଟା ସେଇ ବ୍ୟବହାରକୁ ରିପିଟ କରୁ ବୋଲି ଆମେ ଚାହିଁବା ସହିତ ତାକୁ ଉତ୍ସାହିତ କରିବା ପାଇଁ ଆମେ ଯାହା ଆକ୍ଟିଭିଟି କରୁଛେ ସେ ସବୁ ହଉଛି ପୁନର୍ବର୍ଣ୍ଣ ଯେମିତି ପିଲା ଗୋଟେ କ୍ଲାସରେ ପ୍ରଶ୍ନଟିଏ ପଚାରିଲା ନର୍ମାଲି ସେ ପିଲାଟା ପ୍ରଶ୍ନ ପଚାରେନି ତାକୁ ଆମେ ଉତ୍ସାହିତ କରିବା ତାକୁ ସାବାସୀ ଦେବା ଯେମିତି ସେ ବାରମ୍ବାର ପଚାରିବାକୁ ଚେଷ୍ଟା କରିବ ଠିକ ଅଛି ଏଇଟା ଆମେ ଯୋଉଟା କଲେ ତାକୁ ଉତ୍ସାହିତ କଲେ ତାକୁ ହିଁ କୁହାଯାଏ ପୁନର୍ବର୍ଣ୍ଣ ଠିକ ଅଛି ତ ପୁନର୍ବର୍ଣ୍ଣ ବିଭିନ୍ନ ବାଚନିକ ସ୍ତରରେ ହେଇପାରିବ ଅଣବାଚନିକ ସ୍ତରରେ ବି ହେଇପାରିବ ଠିକ ଅଛି ତ ଯୋଉ ଉକ୍ତି କ୍ରିୟା ବା ବସ୍ତୁ ପ୍ରୟୋଗରେ ପ୍ରଦର୍ଶିତ ବ୍ୟବହାର ବାରମ୍ବାର ପ୍ରଦର୍ଶନକୁ ଦୃଢୀଭୂତ କରାଯାଏ ତାକୁ କୁହାଯାଏ ସକାରାତ୍ମକ ପୁନର୍ବଳନ ଯଦି ଆମେ କୌଣସି ଜିନିଷ ଆମେ ଚାହୁଁଛେ ସେଟା ନ ହଉ ବୋଲି ପିଲା ନ କରୁ ବୋଲି ତା ପାଇଁ ଯୋଉଟା ଆମେ କରୁ ସେଟା ହଉଛି ନକାରାତ୍ମକ ପୁନର୍ବଳନ ଠିକ ଅଛି ବିରକ୍ତିକର ଅନୁଭୂତିରୁ ନିଜକୁ ଦୂରେଇ ରଖିବା ପାଇଁ ଯୋଉଟା ଆମେ କରୁ ସେଟା ହଉଛି ନକାରାତ୍ମକ ପୁନର୍ବଳନ ଠିକ ଅଛି ଶ୍ରେଣୀଗୃହରେ ପୁନର୍ବର୍ଣ୍ଣର କେମିତି ବ୍ୟବହାର କରାଯାଇ ପାରିବ ଯେମିତି ପିଲାମାନଙ୍କ ସହିତ ଉତ୍ତମ ସମ୍ପର୍କ ରକ୍ଷା କରି ସୁବିଧା ଅସୁବିଧା ସମ୍ପର୍କରେ ସ୍ପଷ୍ଟ ଧାରଣା କରିକି ଆମେ ପୁନର୍ବର୍ଣ୍ଣକୁ ଲାଗୁ କରିପାରିବା ଯେଉଁ ପିଲାର କୋଉ ବ୍ୟବହାର ପୁନଃ ପ୍ରଦର୍ଶନ ଆଶା କରାଯାଉଛି ଯେମିତିକି ମିଶ୍ରଣ କଲା ବେଳେ ସେ ଏକକ ସ୍ଥାନରୁ ଦଶକ ସ୍ଥାନକୁ ନେଲା ବେଳେ ଭୁଲ କରୁଛି ସେଇଟାକୁ ଠିକ କଲା ଥରେ ଆମେ ତାକୁ ରିପିଟ କରିବାକୁ କହିବା ତାକୁ ଉତ୍ସାହିତ କରିବା ଠିକ କରିବା ପାଇଁ ତ ଏଇଟା ଗୋଟେ ସକାରାତ୍ମକ ପୁନର୍ବର୍ଣ୍ଣରେ ଯିବ ବର୍ଣ୍ଣାଶ୍ରୁତି ଦୂର କରିବା ବାରମ୍ବାର ଯୋଉ ଆମକୁ ଶ୍ରୁତ ଲିଖନ ଡକାଯାଏ ତ ଏମିତି କରି ବର୍ଣ୍ଣାଶ୍ରୁତି ଦୂର କରିବ ତ ଏମିତି ପଜିଟିଭ ରେନଫୋର୍ସମେଣ୍ଟ ଦିଆଯାଏ ଠିକ ଅଛି ଆଉ ଗୋଟେ ସେମିତି ଉଦାହରଣ ହେଇପାରିବ ଗୋଟେ ପିଲାର କିଛି ଟ୍ୟାଲେଣ୍ଟ ଅଛି ସେ ତାକୁ ମାନେ ଲୋକଙ୍କ ଆଗରେ ପ୍ରକାଶ କରିବାକୁ ଅନୁଚୁକ ସଚେତନ ନୁହେଁ ତାକୁ ଆମେ ଉତ୍ସାହିତ କରିକି ଲୋକଙ୍କ ଆଗକୁ ଆଣିବା ଏଇଟା ବି ଗୋଟେ ପଜିଟିଭ ରେନଫୋର୍ସମେଣ୍ଟରେ ଯିବ ଠିକ ଅଛି ତ ପୁନର୍ବର୍ଣ୍ଣ କେତେବେଳେ କରିବେ ସେଠି ସ୍ଥିର କରିବା ଉପଯୁକ୍ତ ସମୟ ସ୍ଥିର କରିବା ହଉଛି ଟିଚର କାମ ବ୍ୟବହାର ପ୍ରଦର୍ଶନ ଠିକ ପରେ ପରେ ପୁନର୍ବର୍ଣ୍ଣ କାରକ ବ୍ୟବହାର କଲେ ସେଇଟା ପିଲାଟି ବା ଶିକ୍ଷାର୍ଥୀଟି ସେଇଟା ପୁନଃ ପ୍ରଦର୍ଶନ ପାଇଁ ମାନେ ଆଗ୍ରହୀ ହବ ଠିକ ଅଛି ଏବଂ ସମୟ ବ୍ୟବଧାନକୁ ନିର୍ଦ୍ଦିଷ୍ଟ ନ ରଖି ବ୍ୟବଧାନ ଧୀରେ ଧୀରେ ବୃଦ୍ଧି କଲେ ବାରମ୍ବାର ପୁନର୍ବର୍ଣ୍ଣ ଦେଲେ ପିଲାର ବାଞ୍ଛିତ ବ୍ୟବହାରକୁ ଆମେ ଆଚିଭ କରିପାରିବା ଠିକ ଅଛି କିନ୍ତୁ ବେଳେ ବେଳେ କଣ ହୁଏ ନା ଆମେ ଯୋଉ ଉତ୍ସାହିତଟା କରୁଛେ ପିଲାକୁ ସେଇଟା ପିଲାକୁ ଭଲ ଲାଗୁଥିବା ଦରକାର ଠିକ ଅଛି ଯଦି ପିଲାକୁ ଭଲ ନ ଲାଗୁଥିବ ତାକୁ ସେଇଟା ଦଣ୍ଡ ଭଳି ଲାଗିବ ସିଏ ହୁଏତ ଆମ ବାଞ୍ଛିତ ବ୍ୟବହାରଟା ଇଏ ନ କରିପାରେ ଠିକ ଅଛି ଲେଟ ଅସ୍ ସପୋଜ ଗୋଟେ ପିଲାଟି ୟୁ ନୋ ସେ ଚାହୁଁନି ତାକୁ ଗୋଟେ ସାଇ ଟାଇପର ଅଛି ସେ ଚାହୁଁନି ଲୋକ ତାର ପ୍ରଶଂସା କରନ୍ତୁ ମୁହଁରେ ଆସିକି ଠିକ ଅଛି ଯଦି ସେ ଗୋଟେ ଗୀତ ଫିତ କେତେବେଳେ ବୋଲିଦେଲା ଯଦି ତାକୁ ମୁହଁରେ ଆସି ପ୍ରଶଂସା କଲେ ତାହେଲେ ହୁଏତ ତାକୁ ଭଲ ନ ଲାଗିପାରେ ଠିକ ଅଛି ତ ସେଇ କେସରେ ଆମେ ତାକୁ ଆଉ କିଛି ଉପାୟରେ ପୁନର୍ବର୍ଣ୍ଣ ଦେବାକୁ ଚେଷ୍ଟା କରିବା ଉଚିତ ତାକୁ ହୁଏତ ଆମେ କାର୍ଡରେ ଲେଖିଦବା ଯେ ତୁ ବଢିଆ ଗୀତ ଗାଉଛୁ ବୋଲି ଠିକ ଅଛି ତ ସେଥିପାଇଁ ପୁନର୍ବର୍ଣ୍ଣ କାରକ ଯୋଉଟା ଅଛି ସେଇଟା ଶିକ୍ଷାର୍ଥୀକୁ ଭଲ ଲାଗୁଥିବା ଦରକାର ଠିକ ଅଛି ସେଇଟା ବା ଉତ୍ସାହିତ କରୁଥିବା ଦରକାର ତାପରେ ଯେତେ ଦୂର ସମ୍ଭବ ବାଚନିକ ଅଣବାଚନିକ ଯାହା ପାଇଁ ପଇସା ପଡେନି ସେସବୁ ବ୍ୟବହାର କରିବା ଉଚିତ କାରଣ ପୁରସ୍କାର ଏସବୁ ଦେଲେ କଣ ହବ ନା ପିଲାମାନେ ସେଇ ଜିନିଷ ବାରମ୍ବାର ପାଇବାକୁ ଆଶା କରିବେ ଧର ଗୋଟେ ପିଲା ଭଲ କରି ଗୋଟେ ଜଟିଳ ଗଣିତକୁ ସମାଧାନ କରିଦେଲା ତମେ ତାକୁ ଗୋଟେ ପେନ୍ ଟେ ଦେଲ ଠିକ ଅଛି ସେ ପରବର୍ତ୍ତୀ ସମୟରେ ପେନ୍ ପାଇଁ ହିଁ ଆଶା କରିବ ଯୋଉଟା କି ସବୁବେଳେ ସମ୍ଭବ ନୁହେଁ ଠିକ ଅଛି ତ ସେଥିପାଇଁ ଯଦି ତାକୁ ନେକ୍ସଟ ଟାଇମ ପେନ୍ ନ ମିଳିଲା ସେ ଏଇ ପ୍ରଦର୍ଶନଟା ବନ୍ଦ କରିଦବ ଠିକ ଅଛି ତ ସେଥିପାଇଁ ଆମେ କଣ କରିବା ନା ପୁରସ୍କାରକୁ ଇଗ୍ନୋର କରିବା ଯେତେ ସମ୍ଭବ ବାଚନିକ ଅଣବାଚନିକ ପୁନର୍ବର୍ଣ୍ଣକୁ ବ୍ୟବହାର କରିବା ଠିକ ଅଛି ଯଦି ପିଲା ଠିକ ଠାକ ଗଲା ତାକୁ ଗୋଟେ ଥମ୍ସ ଅପ୍ ଦେଖେଇଦବା ଠିକ ଅଛି ତ ଥମ୍ସ ଅପ୍ ଦେଖେଇଦେଲେ ତ ତାକୁ ଗୋଟେ ଭଲ ଲାଗିବ ଠିକ ଅଛି କି ପିଲାଙ୍କ ତାକୁ ଗୋଟେ ତାଳି ମାର ଠିକ ଅଛି ଏସବୁ ବାଚନିକ ବା ଅଣବାଚନିକ ପୁନର୍ବର୍ଣ୍ଣ ଯେତେ ସମ୍ଭବ ଅଧିକ ବ୍ୟବହାର କରିବା ପୁରସ୍କାରକୁ ଇଗ୍ନୋର କରିବା ଦଣ୍ଡ ବିଧାନ ତ ଆଦୌ ନୁହେଁ ଠିକ ଅଛି କାରଣ ଦଣ୍ଡ ବିଧାନ ଦ୍ଵାରା ପୁନର୍ବର୍ଣ୍ଣ ହେଇପାରିବନି
दंड ଦେଇକିରି ଆମେ ତା ବ୍ୟବହାରକୁ ଅଳ୍ପ ସମୟ ପାଇଁ ଦବେଇ ରଖିପାରିବା କିନ୍ତୁ ପରବର୍ତ୍ତୀ ସମୟରେ ସେ ତା ପାଇଁ ଅଧିକ ଅହିତକର ହବ। ତ ସେଥିପାଇଁ ଆମେ ଯାହା ବି କରିବା ଦଣ୍ଡ ଦବାନି, ପୁରସ୍କାରକୁ ଇଗ୍ନୋର କରିବା, ବାଚନିକ ଅଣବାଚନିକ ପୁନର୍ବଳନ କାରକକୁ ଅଧିକରୁ ଅଧିକା ବ୍ୟବହାର କରିବା। ତ ଇଏ ଥିଲା ପୁନର୍ବଳନ ବିଷୟରେ କିଛି ଧାରଣା। ଆମେ ଏଟା କୋଉଠୁ ପ୍ରଥମ ରିସର୍ଚ୍ଚ ବଡ଼ ଧରଣ ହେଇଥିଲା ବିଏଫ୍ ସ୍କିନରଙ୍କର ଅପରେଣ୍ଟ କଣ୍ଡିସନିଂ ରେ ହେଇଥିଲା। ठीक अच्छे। तो वर्तमान पुनर्बर्ण रिलेटेड किसी एमसीक्यूज फेस करिबा। तो प्रथम क्वेश्चन से बीएफ स्किनर का पाखर आछि। बीएफ स्किनर कर निम्नोक्त केउ तत्व रे पुनर्बर्ण संपर्क रे व्याख्या करा जायछि? अनुबंधित अनुक्रिया, साक्षेप प्रतिवर्त क्रिया, अंतर्दृष्टि क्रिया ना प्रजत्न प्रमोद क्रिया। तो एटा हमें एबे एबे संगे संगे पढुथिले अनुबंधित अनुक्रिया। ठीक अछि, जाको इंग्लिश रे कहवा जाय ऑपरेंट कंडीशनिंग। तापरे शिक्षार्थी बारंबार एक निर्दिष्ट व्यवहार प्रदर्शन करने द्वारा ता शिक्षण दृढ़ीभूत हुए। एपरि दृढ़ीकरण प्रक्रिया को कौन कहा जाए? तो सीधा सड़क पचारला ए दृढ़ीकरण को पुनर्बलन कहा जाए, पॉजिटिव बा रेनफोर्समेंट कहा जाए। है ये पुनर्बलन भी दो प्रकार हो पारे ना, सकारात्मक नकारात्मक। सकारात्मक कहा जाए पॉजिटिव रेनफोर्समेंट, नकारात्मक कहा जाए नेगेटिव रेनफोर्समेंट। अच्छा, जहा द्वारा शिक्षार्थी पुनर्बलित होता है माने रेनफोर्समेंट जहा द्वारा मिलता है ताकू कौन कहा जाए? पुनर्बलन कहा जाए, अभिप्रेरण कहा जाए, पुनर्बलन कारक कहा जाए ना क्लांति कहा जाए? धर पिलाटा पुनर्बलन पाई ताकू तुम उत्साहित करुछ, ताळीटा मारल, तबे थम्स अप देखैल, प्रशंसा सूचक वाक्य पदे कहल कि ताकू लेखिकी देल जे एटा बढ़िया कामटी करिछु, एई सब जिंस जो ताकू कहा जाए पुनर्बलन कारक। ठीक अछि। 32 व्यवहार परिवर्तन निम्नोक्त केउ पुनर्बलन व्यवहार करा जाए? व्यवहार परिवर्तन तुम आशा करुछ कोटा को व्यवहार करा जाए? सकारात्मक ना नकारात्मक ना उभय सकारात्मक नकारात्मक ना कौन से एटा उभय। ठीक अच्छे, कारण किसी पिलार जो से व्यवहार देखे आम चाहूजे कि व्यवहार से रिपीट करू, तो से क्षेत्र में सकारात्मक पुनर्बलन व्यवहार करवा। आम चाहूजे पिला क्लास जदि माने गोड़ टेकिक डेस्क रे बस टेक्का मारिक डेस्क ऊपर बस आम चाहिए से रिपीट करू बोली, ये केस नकारात्मक पुनर्बलन व्यवहार करे। तो ये दुईटा जगह व्यवहार करा जाए। ठीक अच्छे, व्यवहार परिवर्तन पाई भल व्यवहार है चेंज कर रिपीट करने चेष्टा कर, खराब व्यवहार है रिपीट न करने चेष्टा कर, दुईटा जाक। ठीक अच्छे। 33 नंबर गला 34 नंबर। तेतीस नंबर, श्रेणीगृह में पुनर्बर्ण क्रियार व्यवहार पर शिक्षक क्यों कार्य करने उचित नुहे नुहे देला जो क्यों पिलार क्यों व्यवहार पुनर्बार आशा कर निर्णय करेंगे? बिल्कुल निर्णय तो करेंगे शिक्षक। पुनर्बर्ण केत स्थिर कर यहाँ भी ठीक कथा, कौ स्टेज पुनर्बर्ण करेंगे से पिला पुनर्बलित करने सब पुरस्कार देवे, यहाँ तो मना करें पढ़ी पुरस्कार देवाटा ठीक कथा नुह, पुरस्कार को इग्नोर करवा दंड को पूरा ना। ठीक अच्छे, बाचनिक अणबाचनिक को हाँ इंपोर्टान्स देवे, यहाँ तो ठीक, केवल यही जिनसा से करेंगे, पुरस्कार तो इग्नोर करा पड़े। 34 नंबर, शिक्षक राम गोटे प्रश्न पचारे, प्रश्न आम ठीक उत्तर देला, शिक्षक अल्प हसी पिठी थापड़े, अल्प हसिला पिठी थापड़ा शिक्षक, ताहले कौन से पार्टी किसी पदे कथा बाहर कला? पार्टी किसी कथा बाहर करनी, पार्टी कथा बाहर करनी माने बाचनिक हबनी, लिखि किसी देनी माने बाचनिक हबनी, ताले सेटा अणबाचनिक है। पुरस्कार तो हो पारिबनी, पुरस्कार तो किसी देनी से ना, यहाँ पुनर्बर्ण है अणबाचनिक। ठीक अच्छे, तापरे आम नेक्स्ट टॉपिक को जीवा कलापटार व्यवहार। ठीक अच्छे, वर्तमान धन्यवाद।